ସୁବର୍ଣ୍ଣରେଖା ବନ୍ଦର ନିର୍ମାଣ ରାଜ୍ୟରେ ଏକ ବହୁ ପ୍ରତୀକ୍ଷିତ 6 ମସିହା ଡିସେମ୍ବର 15 ତାରିଖର ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାଲେଶ୍ୱର ଗସ୍ତରେ ଆସି ଘୋରେଇ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୀର୍ତ୍ତିନିଆଠାରେ ସୁବର୍ଣ୍ଣରେଖା ବନ୍ଦର ପ୍ରତିଷ୍ଠା ହେବ ବୋଲି ଘୋଷଣା କରିଥିଲେ। ହେଲେ 2 ଦିନ ପରେ କୀର୍ତ୍ତିନିଆ ନୁହେଁ, ବସ୍ତା ନିର୍ବାଚନ ମଣ୍ଡଳୀ ଅଧୀନ ବାଲିଆପାଳର ଚୌମୁଖାଠାରେ ବନ୍ଦର ହେବ ବୋଲି ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ୟାର ଦୀର୍ଘ ଦିନ ପରେ 2019 ମସିହା ଫେବୃଆରୀ 13 ତାରିଖରେ ବନ୍ଦର ପ୍ରତିଷ୍ଠା ପାଇଁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାଲେଶ୍ୱରରେ ଶିଳାନ୍ୟାସ କରିଥିଲେ। ଘୋଷଣା ହୋଇଥିଲା ଯେ 36 ମାସ ମଧ୍ୟରେ ବନ୍ଦର କାମ ଶେଷ ହୋଇ ପୂର୍ଣ୍ଣାଙ୍ଗ ରୂପ ନେବ। ବନ୍ଦର କାର୍ଯ୍ୟ ହେଲେ ସହର ବିକାଶ ସହିତ 12,000 ପ୍ରତ୍ୟକ୍ଷ ଓ ପରୋକ୍ଷ ହେବ ବୋଲି କୁହାଯାଏ। ବନ୍ଦର ପାଇଁ ପ୍ରାଥମିକ ପର୍ଯ୍ୟାୟରେ 2,178 କୋଟି ବ୍ୟୟ ଅଟକଳ ଧାର୍ଯ୍ୟ ହୋଇଥିବା ବେଳେ ଏହା ବଢ଼ି 5,000 କୋଟି ପହଞ୍ଚିଛି। ବନ୍ଦର ନିର୍ମାଣ ପାଇଁ 2008 ମସିହାରେ ଚେନ୍ନାଇର କ୍ରିଏଟିଭ୍ ପୋର୍ଟ ଡେଭଲପମେଣ୍ଟ ଅଥରିଟି ସହ ଚୁକ୍ତି ହୋଇଛି। 51% ଅଂଶୀଦାର ଭାବେ ଟାଟା ଷ୍ଟିଲ୍ 2017 ମସିହାରେ ସରକାରଙ୍କ ସହ ଚୁକ୍ତି କରିଛି। ବନ୍ଦରରେ ସମୁଦାୟ 10ଟି ବର୍ଥ ରହିବା, ବାର୍ଷିକ ପଣ୍ୟ କାରବାର କ୍ଷମତା 25 ନିୟୁତ ଟନ୍ ଓ ଆବଶ୍ୟକତା 80 ନିୟୁତ ଟନ୍ ଯାଏଁ ରହିବ ବୋଲି ସ୍ଥିର ହୋଇଛି। ସୁନ୍ଦରଗଡ଼ ଏମ୍ସ ପୁଣି ଏବେ ଚର୍ଚ୍ଚାରେ। ସୁନ୍ଦରଗଡ଼ ରାଜ୍ୟର ଦ୍ୱିତୀୟ ଏମ୍ସ ପ୍ରତିଷ୍ଠା ପ୍ରସଙ୍ଗ ବିଗତ ଦିନରେ କେନ୍ଦ୍ର ବିଜେପି ଓ ରାଜ୍ୟର ପୂର୍ବ ବିଜେଡି ସରକାର ପରସ୍ପର ଟଣାଓଟରା ଓ କାଦୁଅ ଫିଙ୍ଗାଫିଙ୍ଗି ମଧ୍ୟରେ ଲାଗିଥିଲେ। ଏଥର ସୁନ୍ଦରଗଡ଼ରେ ଏମ୍ସ ପ୍ରତିଷ୍ଠା ପାଇଁ ବାଟ ଫିଟିଯିବ ବୋଲି ଜିଲ୍ଲାବାସୀ ଆଶା ପ୍ରକାଶ କରିଛନ୍ତି। 2020 ନଭେମ୍ବରରେ ରାଜ୍ୟ ସରକାରଙ୍କ ତତ୍କାଳୀନ ମୁଖ୍ୟ ଶାସନ ସଚିବ ଯୁଗଳ ମହାପାତ୍ର ସୁନ୍ଦରଗଡ଼ ଏନ୍ଟିପିସି ବେସେଜ ମହାବିଦ୍ୟାଳୟ ଓ ହସ୍ପିଟାଲରେ ରାଜ୍ୟର ଦ୍ୱିତୀୟ ଏମ୍ସ ପ୍ରତିଷ୍ଠା ପାଇଁ କେନ୍ଦ୍ରକୁ ବିଧିବଦ୍ଧ ପ୍ରସ୍ତାବ ଦେଇଥିଲେ। ଏହାର 4 ମାସ ପରେ 2021 ମାର୍ଚ୍ଚରେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ପୁଣି ଚିଠି ଲେଖିଥିଲେ। ଏହାପରେ 2021 ଏପ୍ରିଲ 3ରେ ଏକ କେନ୍ଦ୍ରୀୟ ବୈଷୟିକ ଟିମ୍ ସୁନ୍ଦରଗଡ଼ ଆସି ଭିତ୍ତିଭୂମି ଅନୁସନ୍ଧାନ କରି ରିପୋର୍ଟ ଦେଇଥିଲେ। କିନ୍ତୁ ତା ପରଠାରୁ ଏହି ପ୍ରସଙ୍ଗ ହଜିଯାଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏମ୍ସ ପ୍ରତିଷ୍ଠା ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରି ପରିବର୍ତ୍ତେ ହଠାତ୍ ସୁନ୍ଦରଗଡ଼ରେ ମେଡିକାଲ କଲେଜ ଖୋଲିବାକୁ ଆଗ୍ରହ ଦେଖାଇଥିଲେ। ରାଜ୍ୟର ଏହି ଆଗ୍ରହ ପଛରେ ଭିନ୍ନ ଉଦ୍ଦେଶ୍ୟ ରହିଛି ବୋଲି ବିଜେପି ଅଭିଯୋଗ କରିଥିଲା। ଅପରପକ୍ଷରେ ବିଜେଡି ଏମ୍ସ ପ୍ରତିଷ୍ଠା ନେଇ କେନ୍ଦ୍ରର ନୀରବତା ସମ୍ପର୍କରେ ପ୍ରଶ୍ନ ଉଠାଇଥିଲା। ଏନ୍ଡିଏ ପୁଣି ଗଢ଼ିଲା 2024ରେ ତୃତୀୟ ଥର ପାଇଁ ସରକାର। ବରିଷ୍ଠଙ୍କ ବିଭାଗ ବଦଳିଲା ନାହିଁ। କିଛି ପୂର୍ବତନ ମନ୍ତ୍ରୀ ଏବେ ମଧ୍ୟ ତାଙ୍କର ବିଭାଗ ବଦଳି, ଯେପରି ରାଜନାଥ ସିଂଙ୍କୁ ପ୍ରତିରକ୍ଷା, ଶାହାଙ୍କୁ ଗୃହ, ନିର୍ମଳାଙ୍କୁ ଅର୍ଥ, ଜୟଶଙ୍କରଙ୍କୁ ବୈଦେଶିକ ବିଭାଗ, ସଡ଼କ ପରିବହନ ଦାୟିତ୍ୱରେ ରହିଲେ ଗଡ଼କରୀ, ନଡ୍ଡାଙ୍କୁ ସ୍ୱାସ୍ଥ୍ୟ, ଶିବରାଜଙ୍କୁ କୃଷି, ହରଦୀପ ସିଂ ପୁରୀଙ୍କୁ ପେଟ୍ରୋଲିୟମ ଏବଂ ରାମ ମୋହନଙ୍କୁ ବେସାମରିକ ବିମାନ ଚଳାଚଳର ବିଭାଗ ମିଳିଛି। 90 କୋଟିର ପାଇକ ସ୍ମାରକୀ ପ୍ରକଳ୍ପ ଆଣ୍ଠେଇଥିଲା ଏବେ ଦୌଡ଼ିବ। 5 ବର୍ଷରେ ଖର୍ଚ୍ଚ ମାତ୍ର 5 କୋଟି। ବଳକା ସରିଲା ପାଚେରୀ ବିଡି ଅନୁମୋଦନ ପରେ ଟେଣ୍ଡର। ଖୋର୍ଦ୍ଧା ମାଟିର ବୀର ପାଇକ ପୁଅ ସ୍ମୃତିରେ ଗଲା 2019 ମସିହାରେ ବରୁଣେଇ ପାହାଡ଼ ପାଦଦେଶରେ ଏକ ବୃହତ ପାଇକ ସ୍ମାରକ କରିବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅଣ୍ଟା ଭିଡ଼ିଥିଲେ। ଏଥିପାଇଁ କେବଳ ବ୍ଲୁ ପ୍ରିଣ୍ଟ ତିଆରି କଲେନି, ବରଂ ତତ୍କାଳୀନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ହାତରେ ଏକ ପ୍ରକଳ୍ପ ଶୁଭାରମ୍ଭ ଦେଲେ। ଇଣ୍ଡିଆନ ଅଏଲ ସିଏସ୍ଆର ପାଣ୍ଠିରୁ 90 କୋଟି ଟଙ୍କା ଆଣିଥିଲେ, କିନ୍ତୁ ପ୍ରକଳ୍ପ ଜାଗାରେ ଅଟକିଗଲା। ପାଦଦେଶରେ 9,685 ଏକର ଜାଗା ବର୍ତ୍ତମାନ ପ୍ରକଳ୍ପର ଅଗ୍ରଗତ 1,20 ଲକ୍ଷ ଟଙ୍କା, ଯାହା ଆଗେଇ। ମୋଟ 90 କୋଟି ମଧ୍ୟରୁ ପ୍ରାୟତଃ 5 କୋଟି ଖର୍ଚ୍ଚ ହୋଇଛି। ସେଥିରୁ ବିଦ୍ୟୁତ୍ ବିଭାଗ 3,00 ଲକ୍ଷ ଟଙ୍କା ଦିଆଯାଇଥିବା ବେଳେ ଗଛ ପାଇଁ ଖୋର୍ଦ୍ଧା ଓ ଡିଏଫ୍ଏମ୍ 55 ଲକ୍ଷ, ରୟାଲିଟି ତହସିଲମାନଙ୍କୁ କିଛି ଦିଆଯାଇଛି। ସୁବର୍ଣ୍ଣରେଖା ବନ୍ଦର ଆଶା ଉଯାପିତ। 18 ବର୍ଷ ହେଲା ଲୋକ ଚାହିଁଛନ୍ତି, ଭୂମି ଅଧିଗ୍ରହଣ ଛଡ଼ା ହୋଇନି।